ମୋ ନାଁ ସୋନୁ ମାରାନା, ଟାଇଗୋନ ଆସୋସିଏସନ ବ୍ରହ୍ମପୁରର କୋଚ୍। ଭଦ୍ରକ ଯାଇଥିଲେ ପିଲା ଷ୍ଟେଟ୍ ଖେଳିବା ପାଇଁ ଆଉ ସେଇଠି ଆଚିଭ୍ କରିଛନ୍ତି 41ଟା ମେଡାଲ। ଗୋଲ୍ଡ ମେଡାଲ 26, ସିଲଭର 9, ବ୍ରୋଞ୍ଜ 6। ପିଲାମାନେ ଭଲ ପ୍ରଦର୍ଶନ ହେଇଥିଲା ଆଉ 25 24 ଷ୍ଟୁଡେଣ୍ଟ ଡିଷ୍ଟ୍ରିକ୍ଟରୁ ଆସିଥିଲେ ସବୁ ଆଉ ପିଲାମାନେ ବହୁତ ଷ୍ଟ୍ରଗଲ କରିଛନ୍ତି ମେଡାଲ ପାଇଁ। ଆମର କେଉଁଝର, ଭଦ୍ରକ, କଟକ ଆଉ ଛତିଶଗଡ଼ ଏସବୁ ଆସିଥିଲେ। ଆଗକୁ ଏବେ ରାଜସ୍ଥାନରେ ହବ ଫେଡେରେସନ କପ୍ ନ୍ୟାସନାଲ ହବ, ସେଇଠି ଯିବେ ଏବେ କୋଉମାନେ ଗୋଲ୍ଡ ସିଲଭର ପାଇছে ସେମାନେ ଯିବେ ଖେଳିବା ପାଇଁ ଆଗକୁ। ମୋ ନାଁ ହେଲା ଅଶ୍ୱିନୀ। ଆମେ ଭଦ୍ରକ ଯାଇଥିଲୁ, ଓପନ ଷ୍ଟେଟ୍ ଟାଇକୋଣ୍ଡୋ ଚାମ୍ପିଅନସିପ୍ ଥିଲା ସେଇଠି। ବହୁତ ସାରା ପିଲା ପାର୍ଟିସିପେଟ୍ କରିଥିଲେ। ସେଇଠି 3ଟା ଇଭେଣ୍ଟ ଥିଲା, କ୍ୟୁରୋଗି ପୁମ୍ସେ ଆଉ ଫ୍ରି ଷ୍ଟାଇଲ୍ ପୁମ୍ସେ। ମୁଁ କ୍ୟୁରୋଗିରେ ଗୋଲ୍ଡ ମେଡ଼ାଲ୍ ଆଣିଛି। ଆଉ ମୁଁ ଥ୍ୟାଙ୍କସ୍ କରିବାକୁ ଚାହିଁବି ମୋ ପ୍ୟାରେଣ୍ଟସ୍ ଆଉ ମୋ କୋଚେସ୍କୁ ଯିଏ ଆମକୁ ଗାଇଡ଼ କରିଛି ଆଉ ସପୋର୍ଟ କରିଛନ୍ତି। ଏବେ ଆଉ ଗୋଟେ ମ୍ୟାଚ୍ ଅଛି ରାଜସ୍ଥାନରେ, ନ୍ୟାସନାଲ୍ ଟାଇକୋଣ୍ଡୋ ଚାମ୍ପିଅନସିପ୍। ସେଇଠି ମୁଁ ଗୋଲ୍ଡ ଆଣିବାକୁ ଆଶା ରଖୁଛି। ମୋ ନାଁ ସତ୍ୟନାରାୟଣ ତ୍ରିପାଠୀ, ସେକ୍ରେଟାରୀ ଟାଇକୋଣ୍ଡୋ ଆସୋସିଏସନ ବ୍ରହ୍ମପୁର। ଆଉ ଆମର ଆଜିର ସାମ୍ବାଦିକ ସମ୍ମିଳନୀ ଏଥିପାଇଁ ରଖାଯାଇଥିଲା କି ଆମର ଭଦ୍ରକ ଠାରେ ଓପନ ଷ୍ଟେଟ୍ ଟାଇକୋଣ୍ଡୋ ଚାମ୍ପିଅନସିପ୍ ହେଇଥିଲା, ଯୋଉଟାକି 26 ଡିସେମ୍ବରରୁ 28 ଡିସେମ୍ବର ଯାଏଁ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ଠାରେ କଣ୍ଡକ୍ଟ କରାଯାଇଥିଲା। ତ ଏଇଥିରେ ପାଖାପାଖି 24ଟା ଜିଲ୍ଲାରୁ ଏଇଠି ପାର୍ଟିସିପେଟ୍ କରିଥିଲେ। ବହୁତ ପିଲା ପାର୍ଟିସିପେଟ୍ କରିଥିଲେ। ସେଥିରେ ଆମର 28 ଟୋଟାଲ ଷ୍ଟୁଡେଣ୍ଟ ପାର୍ଟିସିପେଟ୍ କରିଥିଲେ। ସେଇଥି ମଧ୍ୟରୁ ଆମର 26ଟା ଗୋଲ୍ଡ ଆଉ ଆମର 9ଟା ସିଲଭର ଆଉ 6ଟା ବ୍ରୋଞ୍ଜ ମେଡାଲ ଆଚିଭ୍ କରିଛନ୍ତି। ଗୋଟେ ଆଉ ଶୁଭମ କୁମାର ସାହୁ ଆଉ ଏମ୍ ଜୟନ୍ତୀ 3 ଜଣ ଯାଇଥିଲେ। ସେମାନେ ପିଲାମାନଙ୍କ ପଛରେ ବହୁତ ହାର୍ଡ ଲେବର କରିକି ଆଜି ଏଇଭଳି ଆଚିଭମେଣ୍ଟ ପାଇଛନ୍ତି। ତ ମୁଁ ସେମାନଙ୍କୁ ମଧ୍ୟ ସାଧୁବାଦ ଜଣାଉଛି, ସେମାନଙ୍କୁ ଧନ୍ୟବାଦ ଜଣାଉଛି କି ଏଇଭଳିଆ ପିଲାମାନଙ୍କର ଆଚିଭମେଣ୍ଟ ନେଇକି ଆସିଥିବାରୁ। ଆଉ ଆଗକୁ ଆମର ଆଶା ଅଛି ପିଲାମାନେ ନ୍ୟାସନାଲ ଲେଭେଲରେ ପାର୍ଟିସିପେଟ୍ କରନ୍ତୁ ଆଉ ସିଲେକ୍ଟ ହୁଅନ୍ତୁ, ଯୋଉଟାକି ଫ୍ୟୁଚରରେ ଏସିଆନ୍ ଗେମ୍ ହଉ, ୱାର୍ଲଡ ଚାମ୍ପିଅନସିପ୍ ହଉ, ସେଥିରେ ମଧ୍ୟ ସିଲେକ୍ସନ ହୁଅନ୍ତୁ। ଜିତେନ୍ଦ୍ର କୁମାର ମୁନି, ଟାଇକୋଣ୍ଡୋ ଆସୋସିଏସନ ବ୍ରହ୍ମପୁରର ସଭାପତି। ଆମର ଗତ 26ରୁ 28 3 ଦିନ ଧରି ଭଦ୍ରକର ଇଣ୍ଡୋର ଷ୍ଟାଡିୟମ, ଆମର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଷ୍ଟେଟ୍ ଓପନ ଟାଇକୋଣ୍ଡୋ ଚାମ୍ପିଅନସିପ୍ ଆମର ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ ତରଫ କାଂସ୍ୟ ପଦକ ସେମାନେ ପାଇଛନ୍ତି ଏବଂ ଆ ଦ୍ୱାରା ବହୁତ ଅଦ୍ଭୁତ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆମେ ସାଧୁବାଦ ଜଣାଉଛୁ ଏବଂ ସେମାନେ କେମିତି ଆହୁରି ଆଗକୁ ଯାଇ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଆମେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛୁ। ଆଗକୁ ଆମର ରାଜସ୍ଥାନରେ ଆର ନ୍ୟାସନାଲ ପ୍ରୋଗ୍ରାମ ହବ, ସେଥିରେ ଯେଉଁମାନେ ଗୋଲ୍ଡ ମେଡାଲ ପାଇଛନ୍ତି ସେମାନେ ସେଥିରେ ପାର୍ଟିସିପେଟ୍ କରିପାରିବେ। ସେଥିରେ କ'ଣ ନା, ଯେଉଁମାନେ କି ସିନିୟର ପିଲା ସେମାନେ ଯିବେ, ତାପରେ ସେମାନେ ଆମର ୱାର୍ଲଡ ଟାଇକୋଣ୍ଡୋ ଚାମ୍ପିଅନସିପ୍ରେ ଯଦି ଏଥିରେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନେ ୱାର୍ଲଡ ଟାଇକୋଣ୍ଡୋ ଚାମ୍ପିଅନସିପ୍କୁ ବି ଯାଇପାରିବେ। ତେଣୁ ମୁଁ ଆମର କୋଚ୍ ମାନଙ୍କୁ ବି ଅନୁରୋଧ କରୁଛି ସେମାନଙ୍କୁ କେମିତି ଭଲ ପ୍ରଶିକ୍ଷଣ ଦେବେ ଓ ପିଲାମାନଙ୍କୁ ବି ଅନୁରୋଧ କରୁଛି ସେମାନେ କେମିତି ଆହୁରି ଭଲ ପ୍ରଦର୍ଶନ କରିବେ ଆଗକୁ ଏବଂ ଭଲ ଶିକ୍ଷା ଗ୍ରହଣ କରିବେ ଓ ରେଗୁଲାରିଟି ରଖିବେ।